ଆଜି ହେଉଛି 29 ମାର୍ଚ୍ଚ 2025 ଶନିବାର। ଆଜିର ବଡ଼ ଖବର ଦେଖିଦେବା। କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ରୀୟ କର୍ମଚାରୀଙ୍କୁ ବଢ଼ିବ 2% ମହଙ୍ଗା ଭତ୍ତା। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ 52% ବଦଳରେ ମିଳିବ 55% ଭତ୍ତା, ଯାହାଦ୍ୱାରା ଦେଶର କୋଟି କୋଟି କର୍ମଚାରୀମାନେ ଉପକୃତ ହେବେ ବୋଲି ଖବର ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତା 2 ତାରିଖ ବରଗଡ଼ ଗସ୍ତରେ ଯିବେ। ବରଗଡ଼ ସ୍କୁଲରେ ପିଲାଙ୍କୁ ଖଡ଼ି ଛୁଆଇବେ ମୁଖ୍ୟମନ୍ତ୍ରୀ ଏବଂ ପିଲାଙ୍କୁ ବାଣ୍ଟିବେ ସରପ୍ରାଇଜ୍ ଗିଫ୍ଟ ବୋଲି ଖବର ମିଳିଛି। ଆସନ୍ତା 14 ତାରିଖରେ ଭାରତରେ ଛୁଟି ଘୋଷଣା କଲେ ମୋଦି ସରକାର, କାରଣ ଏପ୍ରିଲ 14 ତାରିଖରେ ଆମ୍ବେଦକର ଜୟନ୍ତୀ ଥିବାରୁ ସମସ୍ତ ସ୍କୁଲରେ ଆରମ୍ଭରୁ କରି ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାଙ୍କ ଛୁଟି ରହିବ ବୋଲି ଖବର ଆସିଛି। ମେ 15 ତାରିଖ ସୁଦ୍ଧା 2+2 ପରୀକ୍ଷାର ଫଳ ପ୍ରକାଶ ପାଇବ ଉଚ୍ଚଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଛି। ଏପ୍ରିଲ 2 ତାରିଖରୁ 14 ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତା ଦେଖାହେବ ବୋଲି ସୂଚନା ମିଳିଛି ଏବଂ ଏପ୍ରିଲ 14ରେ +2 ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ 10ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ 1,65,000 କୋଟି ଟଙ୍କା ପ୍ରଦାନ କରାଯିବା ସହ ଏହି ପ୍ରକଳ୍ପରେ ଓଡ଼ିଶାର 50,000 ବେକାରୀମାନଙ୍କୁ ମିଳିବ ଚାକିରି। ଓଡ଼ିଶାବାସୀ ରୁହନ୍ତୁ ସାବଧାନ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ବ୍ୟାପିଲା ବାର୍ଡ ଫ୍ଲୁ। ଓଡ଼ିଶା ପାଇଁ ସତର୍କ ଘଣ୍ଟି। ଆନ୍ଧ୍ରପ୍ରଦେଶରୁ କୁକୁଡ଼ା ଆମଦାନୀକୁ ଓଡ଼ିଶା ସରକାର କରିଛନ୍ତି ବ୍ୟାନ୍ ବୋଲି ଖବର ମିଳିଛି। ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି। ସମ୍ବଲପୁରରେ ନିଯୁକ୍ତି ହେବେ କେନ୍ଦ୍ରୀୟ ଫୋର୍ସ। ରାମନବମୀ ଏବଂ ହନୁମାନ ଜୟନ୍ତୀ ପାଇଁ କେନ୍ଦ୍ରୀୟ ଫୋର୍ସକୁ ମୁତୟନ କରିଛନ୍ତି ବୋଲି ଖବର ମିଳିଛି। ଯଦି ଆପଣ ରେଲୱେ ବିଭାଗରେ ନିଯୁକ୍ତି ପାଇଁ ଖୋଜୁଛନ୍ତି, ତେବେ ତାହେଲେ ଆପଣଙ୍କ ପାଇଁ ଆସିଲା ବଡ଼ ଖବର। 9,900 ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା 10 ଏପ୍ରିଲ 2025ରୁ ଆରମ୍ଭ ହେବ। ଏଥିପାଇଁ ଆବେଦନ କରିବା ଶେଷ ତାରିଖ ହେଉଛି 9 ମେ ରହିଛି। ପ୍ରତ୍ୟେକ ପ୍ରାର୍ଥୀଙ୍କର ବୟସ 18 ବର୍ଷରୁ 30 ବର୍ଷ ହୋଇଥିବା ଦରକାର। ପ୍ରାର୍ଥୀ ଯଦି ଦଶମ କିମ୍ବା ITI ଡିପ୍ଲୋମା ପାସ୍ କରିଥିବେ, ତେବେ ରେଲୱେର ଅଫିସିଆଲ ୱେବସାଇଟକୁ ଯାଇ ଏଥିରେ ଆବେଦନ କରିପାରିବେ। ଦୀର୍ଘ ଦିନ ପରେ ଓଡ଼ିଶାର 2ଟି ଜିଲ୍ଲାରେ ଭୂମିକମ୍ପ ଅନୁଭୂତ। ଲୋକେ ହେଲେ ଭୟଭୀତ। କାଲି ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହେଉଥିବାର ଖବର ମିଳିଛି। ମିଆଁମାର ଭୂମିକମ୍ପରେ ସମ୍ପୂର୍ଣ୍ଣ ଛାରଖାର ହେଲା। ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମିଆଁମାରକୁ ସବୁ ପ୍ରକାର ସହାୟତା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଓଡ଼ିଶାରେ 10,000 ଶିକ୍ଷକଙ୍କୁ ମିଳିବ ନୂଆ ନିଯୁକ୍ତି। ବିଧାନସଭାରେ ସୂଚନା ଦେଲେ ଉଚ୍ଚ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସ୍କୁଲରେ ପିଅନ ଓ କିରାଣୀମାନଙ୍କୁ ନିଯୁକ୍ତି ଦିଆଯିବ। ବର୍ତ୍ତମାନ ସୁଦ୍ଧା 18,000ରୁ ଅଧିକ ଶିକ୍ଷକ ନିଯୁକ୍ତି ହେଲେଣି। ଖୁବ୍ ଶୀଘ୍ର ଆଉ 10,000 ଶିକ୍ଷକଙ୍କୁ ନିଯୁକ୍ତି କରାଯିବ ବୋଲି ବଡ଼ ଘୋଷଣା କରିଛନ୍ତି। ଆସନ୍ତା 30 ତାରିଖରୁ ଓଡ଼ିଶାରେ ଗରିବ ଲୋକମାନଙ୍କୁ ବାଣ୍ଟିବେ ପକ୍କାଘର, କାରଣ କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଅନ୍ତୋଦୟ ଯୋଜନା। କାରଣ ଆସନ୍ତା 30 ତାରିଖରେ ଭୂମିହୀନ ଆର୍ଥିକ ଅନଗ୍ରସର ଲୋକଙ୍କୁ ପକ୍କାଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ କଳାହାଣ୍ଡି ଯିବେ ମୋହନ ମାଝୀ। ଏଥିପାଇଁ ଲୋକଙ୍କୁ 1,20,000 ଟଙ୍କା ମିଳିବ ଏବଂ ଧାର୍ଯ୍ୟ ସମୟରେ ଘର କମ୍ପ୍ଲିଟ୍ କଲେ ଅତିରିକ୍ତ 20,000 ଟଙ୍କା ଦେବେ ଓଡ଼ିଶା ସରକାର। ଯଦି ଆପଣଙ୍କ ବ୍ୟାଙ୍କରେ କିଛି କାମ ଅଛି, ସବୁ ସାରି ନିଅନ୍ତୁ, କାରଣ ଏପ୍ରିଲ ମାସର ମୋଟ 16 ଦିନ ବ୍ୟାଙ୍କ ଛୁଟି ରହିବ ବୋଲି ଘୋଷଣା ଆସିଛି। ବଡ଼ ଖବର। ଓଡ଼ିଶାର ଲୋକଙ୍କ ପାଇଁ ଆଉ କଟିବନି ରାସନ କାର୍ଡ। ବିଧାନସଭାରେ ସୂଚନା ଦେଲେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କାରଣ ପୂର୍ବ ନିୟମ ଅନୁସାରେ ମାସକୁ 10,000 ଟଙ୍କାରେ ରୋଜଗାର କରୁଥିବା ବ୍ୟକ୍ତି ଏବଂ ସହରରେ ଥିବା 15,000 ଟଙ୍କା ପାଉଥିବା ବ୍ୟକ୍ତିଙ୍କ ରାସନ କାର୍ଡ କଟି ଯାଉଥିଲେ, କିନ୍ତୁ ବର୍ତ୍ତମାନ ଆଉ ରାସନ କାର୍ଡ କଟାଯିବନି। ଆଜି ହେଉଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଗର୍ଭବତୀ ମହିଳାମାନେ ରୁହନ୍ତୁ ସାବଧାନ, କାରଣ ଆଜି ସୂର୍ଯ୍ୟପରାଗ ହେବ ଦିନ 2:20 ଏବଂ ସୂର୍ଯ୍ୟପରାଗ ଆରମ୍ଭ ହୋଇ 4:17 ସରିବ। ଖାଲି ଆଖିରେ ସୂର୍ଯ୍ୟପରାଗ ନ ଦେଖିବା ପାଇଁ ବିଶେଷଜ୍ଞମାନେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ ବୋଲି ଖବର ମିଳିଛି। ବିବାହ ସିଜନ ପୂର୍ବରୁ ଲୋକଙ୍କୁ ଲାଗିଲା ବଡ଼ ଝଟକା। 400 ଟଙ୍କା ବୃଦ୍ଧି ହେଲା ସୁନା ଦର। ଓଡ଼ିଶାରେ ଆଜି 22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 82,220 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପ୍ରତି 89,750 ଥିବାର ଖବର ମିଳିଛି।